ହାଇଦ୍ରାବାଦ ରୁ ଘଣ୍ଟା ବାଜି ଯାଉଥିଲୁ ଆର ତ ଏଟା ଗାଡ଼ି ଚଢୁଥିଲୁ ଆର ତ ବେଗ ହେଇକରି ଇଆଡ଼େ ଏନ୍ତା ଡ୍ରାଇଭର ଡେଇକି ଡୁକା ଦେଲା ଇଆଡ଼େ ସିଆଡ଼େ ମାନେ ଆରୁ ଇଆଡ଼େ ଲେଣ୍ଟି ଲୁଣ୍ଟା ଗଲା ଗାଡ଼ି। ହଁ ଗାଡ଼ିରେ ଭିତରେ ସବୁ ଲୋକ ଥିଲେ ଆର କାର ବଲଟ ବାହାରି ଯାଇଛି କାର ମୁଡ଼ା ଫାଟି ଫୁଟା ଯାଇଛି ଆଉଟ ଗୋଡ଼ ଆଉଟୁଟା ଭାଙ୍ଗି ଭଙ୍ଗା ଯାଇଛି 70-80 ଲୋକ ଥିଲେ ବାଇଥିବା 25-30 ଟା ବାଇ ଯାଇଥିବା। ଶୁଣିବାକୁ ପାଇଲି ଆମର ବସ୍ ଗୋଟେ ପାଲ୍ଟି ହେଇଗଲା ବୋଲି ସାଙ୍ଗେ ସାଙ୍ଗେ ଆସିକରି ଆମେ ଉଦ୍ଧାର କରି ପାଣ୍ଡିପାଣି ମେଡ଼ିକାଲରେ ନିଆହେଇଛି। ଆଉ ପାଣ୍ଡିପାଣି ମେଡ଼ିକାଲରେ ପ୍ରାୟ 20 ଜଣ ଖଣ୍ଡେ ଅଛନ୍ତି ସମସ୍ତଙ୍କର ଟ୍ରିଟମେଣ୍ଟ ଚାଲିଛି। ମୁଁ ପାଣ୍ଡିପାଣି ମେଡ଼ିକାଲରୁ ଏବେ ଆଉ ଥରେ ବସ୍ ପାଖକୁ ଆସିଛି ତ ଆସିକରି ଦେଖିଲା ବେଳକୁ ଆକ୍ସିଡେଣ୍ଟ ହେଇଥିଲା ସାଙ୍ଗେ ସାଙ୍ଗେ ଖବର ପାଇକରି ଆସିକରି ଆମେ ନେଇକରି ଗଲୁ ନେଇକରି ଯାଇକରି ଏବେ ଟ୍ରିଟମେଣ୍ଟ ଚାଲିଛି ତାଙ୍କର। ଆଉ ବସ୍ରେ ଶୁଣିବାକୁ ପାଇଲୁ ଆମେ 60-70 ଜଣ ଖଣ୍ଡେ ଥିଲେ ବୋଲି ପାଣ୍ଡିପାଣି ମେଡ଼ିକାଲରେ ବର୍ତ୍ତମାନ 20 ଜଣ ଅଛନ୍ତି। ସେ ଅବସ୍ଥା ଭଲ ଅଛି ସେମିତି ଗୁରୁତ୍ୱ କାର ପାଟି ହାତ ଗୋଡ଼ ବାଜି ଯାଇଛି ଖଣ୍ଡିଆ ଖାବରା ହେଇଛନ୍ତି କିନ୍ତୁ ସେମିତି ଗୁରୁତର ନାହାନ୍ତି। ଗୁରୁତର ବାଲା ମାଲକାନଗିରି ପଠେଇଛୁ ବୋଲି କହିଲେ। ହଁ ଲେବର ନେଇକରି ଯାଉଥିଲା।